ଭାରସାମ୍ୟ ହରାଇ ଏକ ବାଇକ୍ ଗଛକୁ ଧକ୍କା ଦେବା ଫଳରେ 2 ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଗତ ବିଳମ୍ବିତ ରାତିରେ ଏହିପରି ଦୁର୍ଘଟଣା ଘଟିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ମୁରୁଡା ଥାନା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ ପାରିଆଉଡ଼ା ନିକଟରେ ଏହିପରି ଅଘଟଣ ଘଟିଛି, ଯାହାକି ରାସ୍ତା କଡ଼ରେ ଥିବା ଏକ ଖଜୁରୀ ଗଛକୁ ବାଇକ୍ ଚାଳକ ଭାରସାମ୍ୟ ହରାଇ ଧକ୍କା ଦେବା ପରେ ରାସ୍ତା ତଳକୁ ବାଇକ୍ ସହିତ ଖସି ପାଣିରେ 2 ଜଣ ପଡ଼ିଯାଇଥିଲେ। ହେଲେ ଦୁର୍ଘଟଣା ଘଟିଥିବା ସ୍ଥାନଟି ଏକ ନିଛାଟିଆ ସ୍ଥାନ ହୋଇଥିବାରୁ ଏଥିପ୍ରତି କାହାରି ନଜର ପଡ଼ିନଥିବାରୁ ରାତି ସାରା 2 ଜଣ ପାଣିରେ ପଡ଼ି ରହି ମୃତ୍ୟୁବରଣ କରିଥିଲେ। ତେବେ ଆଜି ସକାଳୁ ସ୍ଥାନୀୟ ଲୋକମାନେ ଦେଖି ଏହି ଦୁର୍ଘଟଣା ସମ୍ପର୍କରେ ସଙ୍ଗେ ସଙ୍ଗେ ଚିତ୍ରଡ଼ା ଫାଣ୍ଡି ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ 2ଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛନ୍ତି। କିନ୍ତୁ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା 2 ଜଣଙ୍କର ପରିଚୟ ମିଳିପାରିନଥିବା ବେଳେ ପୁଲିସ ବାଇକ୍ଟିକୁ ଜବତ କରି ଏହାର ଅଧିକ ତଦନ୍ତ ଆରମ୍ଭ କରିଛି। ମୟୂରଭଞ୍ଜ ଜିଲ୍ଲା ମୁରୁଡାରୁ ଜ୍ଞାନରଞ୍ଜନ ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।